ଆଜି ଆପଣମାନେ ଓଢ଼ଣୀ ଧାରାବାହିକରେ ଦେଖିବାକୁ ପାଇବେ କି ଜ୍ୟୋତି ଯେତେବେଳେ ଜାଣି ସାରିଥିବେ କି ସେ ବିକ୍ରି ହୋଇସାରିଛନ୍ତି, ସେଥିପାଇଁ ସେ କାନ୍ଦି କାନ୍ଦି ଆସିବେ ଏବଂ କିଛି କାଗଜ ନେଇକି ସେ ଜାଳିବାକୁ ଯାଉଥିଲା ବେଳେ ତାଙ୍କ ବଡ଼ ଭଉଣୀ ମାନସୀ ଦୌଡ଼ିକି ଯିବେ ଜ୍ୟୋତିଙ୍କ ପାଖକୁ ଆଉ କହିବେ, ଜ୍ୟୋତି ତୁ ଇଏ କ'ଣ କରୁଛୁ କହିକି ଜ୍ୟୋତିଙ୍କ ଗାଲରେ ଦୁଇଟା ଚାପୁଡ଼ା ବଜେଇବେ। ତାପରେ ଜ୍ୟୋତି ଆଉ ମାନସୀ ଦୁଇଜଣ ଯାକ କାନ୍ଦିବାକୁ ଲାଗିବେ ଏବଂ ଜ୍ୟୋତି କହିବେ, ନାଇଁ ଦିଦି ତୁ ମୋତେ ଛାଡ଼, ତୁ ମୋତେ ଛୁଉଁନା। ତ ମାନସୀ କହିବେ, ଜ୍ୟୋତି ତୋର ଯଦି ଆଜି କିଛି ହେଇଯାଇଥାନ୍ତା। ତ ମାନସୀ କହିବେ, ମୁଁ ବିକ୍ରି ହେଇସାରିଛି ଦିଦି। ତ ମାନସୀ କହିବେ, ଆରେ ଜ୍ୟୋତି ମୁଁ ତ ବଡ଼ ଭଉଣୀ, ମୁଁ ସବୁ କିଛି ଠିକ୍ କରିଦେବି। ମୁଁ ସାନ ବାବୁଙ୍କୁ କହିବି ଆଉ ମୁଁ ତାଙ୍କୁ ବାହା ହେବାକୁ ଯାଉଛି ନା, ସେ ମୋ କଥା ନିଶ୍ଚୟ ଶୁଣିବେ। ତୁ ସେଥିପାଇଁ ଜମା ବି ଚିନ୍ତା କରନା। ତ ଜ୍ୟୋତି କହିବେ, କିଛି ବି ଲାଭ ହେବନି ଦିଦି, କିଛି ବି ଲାଭ ହେବନି। ତ ମାନସୀ କହିବ, ହଁ ଜ୍ୟୋତି ମୁଁ ସବୁ କିଛି ଠିକ୍ କରିଦେବି, ମୁଁ ତୋତେ କଥା ଦେଉଛି। ତ ପଞ୍ଚାୟତ ବସିଥିବ ଏବଂ ସେଇ ପଞ୍ଚାୟତରେ ଜୀବନ ବାବୁ କହୁଥିବେ କି ମୋ ଦାଦା କିଛି ବର୍ଷ ତଳେ ମୋ ଭାବି ଶ୍ୱଶୁରଙ୍କ ଠାରୁ କିଛି ଟଙ୍କା ଆଣିଥିଲେ ତାଙ୍କ ସାନ ଝିଅ ଜ୍ୟୋତିକୁ ବିକ୍ରି କରି ଏବଂ ସେ ଏବେ ତାଙ୍କର ସମସ୍ତ ଟଙ୍କା ଧୀରେ ଧୀରେ କରି ସୁଝିଦେବେ ଆଉ ସେ ଓଢ଼ଣୀ ଖୋଲା ବିଧି ହେବ ନାହିଁ। ତ ସମସ୍ତେ ଖୁସି ହେଇଯିବେ। ତ ସେତିକି ବେଳେ ଜ୍ୟୋତି ଆସି ପହଞ୍ଚିବେ ଆଉ କହିବେ, ରହିଯାଆନ୍ତୁ ସମସ୍ତେ। ତ ଜ୍ୟୋତିଙ୍କ ଆଡ଼କୁ ସମସ୍ତେ ଚାହିଁବେ। ଜ୍ୟୋତି କହିବେ, ମୁଁ ଏଇ ଓଢ଼ଣୀ ଖୋଲା ବିଧି ପାଇଁ ପ୍ରସ୍ତୁତ। ତ ହଁ ଦର୍ଶକ ବନ୍ଧୁ, ଜ୍ୟୋତି କାହିଁକି ଏମିତି କହିଲେ? ସେ କ'ଣ ଜମିଦାରଙ୍କର ପ୍ରେସରରେ ଏମିତି କହିଛନ୍ତି କି? ନା ଏହା ଭିତରେ ଆଉ କିଛି କାରଣ ଥାଇପାରେ? ଜାଣିବା ପାଇଁ ହେଲେ ଆପଣଙ୍କର ପ୍ରିୟ ଧାରାବାହିକଟିକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବେ।